ରହିଲାଣି 40 ବର୍ଷ ହେଲାଣି। ହଁ ଘର ଅଛି, ଗାଈ ଗୋରୁ ଅଛନ୍ତି ସବୁ। ଏବେ ଭାଙ୍ଗି ଦଉଛନ୍ତି ଆସିକି, ରହିଲାଣି 40 ବର୍ଷ ହେଲାଣି। ସେ ଗୋରୁ ଗାଈରେ ଆମର ଜୀବନ। କ୍ଷୀର ଫିର ଦୁହାନ୍ତି କରି ବିକ୍ରି କରି ଛୁଆ ପିଲା ସବୁ ଚଳୁଛୁ। ବନ୍ଧୁବାନ୍ଧବ ରଜା ରାଉଛ ସବୁ ବୁଝାବୁଝି କରୁଛୁ। ଏବେ ଏଠି ଆସି କହୁଛୁ ତମେ ଗୁହାଳ ଭାଙ୍ଗ, ଘର ଭାଙ୍ଗ, ନହେଲେ ଡୋଜର ଲଗେଇ ଭାଙ୍ଗି ଦବୁ। ଗାଈ ଖୁଣ୍ଟରୁ ଖୋଲିଦବୁ ଆଉ ଡୋଜର ଲଗେଇ ଭାଙ୍ଗି ଦବୁ। ଏମିତି କହୁଛନ୍ତି। ଆଉ ଘରୁ 2 ଲକ୍ଷ 3 ଲକ୍ଷ ଖଣ୍ଡେ ଖର୍ଚ୍ଚ ହେଇଛି। ଘର 2 ବଖରା ଘର, ଗୁହାଳ ସେମିତି ଖର୍ଚ୍ଚ ହେଇଛି। କେତେ କଣ ସରକାର ଦବ କହିଲ? ହଁ ଆମ ଘର ପାଇଛୁ। ବୁଧବାର ପରେ ଘର ଦେଇଛନ୍ତି। ଗୁହାଳ ରଖିବା ପାଇଁ ଗାଈ ଗୋରୁ ଅଛନ୍ତି, ତାଙ୍କୁ କେମିତି ସ୍ଥାୟୀ କରିବେ। ଗୋରୁ ଗାଈ ଟିକେ ରହିବେ କେମିତି। ଖରା ହଉଛି ଅନ୍ଧାରୁ କେମିତି ତାଙ୍କ ଅଭିଶାପ ଉପରେ ପଡିବେନି। କୁହନ୍ତି ଗାଈ ଖୁଣ୍ଟରୁ ଖୋଲିଦବୁ, ଆଉ ଗାଈ ପାଇଁ ଜାଗା ନାହାନ୍ତି। ତମ ଭଗବାନ ସହିବେ। କାମଧୁନି ଯୋଜନା ପାଇଁ କହିଲେ ଗାଈ କର, ଗାଈ କର। ଗାଈ ଏବେ 3 ଲକ୍ଷ ଟଙ୍କା ନେଇ ଗାଈ 3ଟା ଆଣିଛି। କେମିତି ତାଙ୍କ ସାର୍ ପଇସା ସୁଝିବି? ସରକାର ଦବ ସେ ପଇସା? ସରକାର ତ ଯୋଜନା ଘୋଷାରିକି ଦେଇ କରୁଛି, ପୁଣି ଭାଙ୍ଗି ଭୁଙ୍ଗି ଆସି ଦଉଛି। ଏ ସରକାର କି ଯୋଜନା କଣ ଏମସାରେ କରୁଛନ୍ତି। ଆଉ କଣ କରିବା? ଆଉ ତାଙ୍କର ଭଗବାନ କର୍ମ। ନୂଆ ମୁଖ୍ୟମନ୍ତ୍ରୀ କଣଟା କରିପାରୁଛନ୍ତି? ଆଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲା ହେଲେ ଭଲ କଥା, ଦୁଃଖ ସୁଖ ଲାଗି ହଉଥିଲେ। ଇଏ ମୁଖ୍ୟମନ୍ତ୍ରୀ ଆଉଛି ଖାଲି ଆକୁ ଭାଙ୍ଗେ ତାକୁ ଭାଙ୍ଗେ, ଦୋକାନ ପତ୍ର ଭାଙ୍ଗେ, ସବୁ ଭଙ୍ଗା ଭଙ୍ଗି କରି ଥଉଛି। ଇଏ ଭଲ କଣ କରୁଛି? ଏ ରୋଡ ଘାଟ ଭଲ ମନ୍ଦ କରିକି ରହୁଛନ୍ତି। ଆଉ ଭଲ କଣ କରୁଛନ୍ତି କହୁନ? ଆଜି ସେ ଯାଉଛୁ ବୁଧବାର ପରେ ଗାଈ ଅଛନ୍ତି, ଗାଈ ପାଖରେ ରହିବୁ ଆଉ। ହଁ ଖରା ତ ଏଇଠି ବାପା ଏଠି ଠିଆ ହେଇଛୁ। ତାଙ୍କରି ଲୋକ ଘର ଭାଙ୍ଗିବାକୁ ଯାଇଥିଲେ, ଜଣେ ପଡିଗଲା ଯେ ତାକୁ ଆମ୍ବୁଲାନ୍ସରେ ନେଇକି ଗଲେ ନା ମେଡିକାଲ। ଏ ଖରାରେ ତାଙ୍କରି କମିଶନ ଆସିଥିଲେ ଘର ଭାଙ୍ଗିବା ପାଇଁ ଯେ। ଆଉ କଣ କରୁ? ଆମେ ତ ଏମିତି ଖରା ହଉଛି, ଆମେ କଣ କରୁ ବାପା କହୁନ? ନାଇଁଲୋ ବାପା, ଧନୀ ଗାଈ ଗୋରୁ ରଖି ତାଙ୍କ ଜୀବନ କଣ ଆମ ହାତରେ? ଆମ ଜୀବନ ତାଙ୍କ ହାତରେ। ଆମ ଧନ କୋଉଠି ରଖିଲୁ? ବ୍ୟାଙ୍କ ଦେଖୁନାହାନ୍ତି, ବାଲାନ୍ସ ଦେଖୁନାହାନ୍ତି। ପଇସା ଧାର ଉଧାର କରି ଲୋନ ଫୋନ କରି, ଲୋନ ଫୋନ କରିକି ଆମେ କାହିଁ ପଇସା ଆଣି ଗାଈ ଗୋରୁ ପୁରେଇଥାନ୍ତୁ କହୁନ? ଆମ ପାଖରେ ଧନ ଥାନ୍ତା। ମୁଖ୍ୟମନ୍ତ୍ରୀ ପାଖରେ ଧନ ଅଛି ବୋଲି ସେଇ ପରାତରେ କୁଆ ବଲା କରି ଜରି ପରି ଟାଙ୍ଗି ରଖୁଛନ୍ତି। ଘର ଭାଙ୍ଗିଦେଲେ ଜରି ପକେଇ ଟାଙ୍ଗି ରଖିଛୁ। କଣ କରିବୁ ଆଉ? ସରକାର ଅଭିଯୋଗ କରୁଛୁ। ଯଦି ଭଗବାନ ଦୟାରେ ତାଙ୍କ ଦୟାରେ ଯଦି କଣ୍ଠରେ ଦୟା ହଅନ୍ତା, ଚାଖଣ୍ଡେ ଜାଗା ଦଅନ୍ତେ, ଗୋରୁ ଗାଈ ରହନ୍ତେ, ଆମକୁ ସେପଟୁ ହେଲେ ଘର ଦେଲେ ଏଠି ଗାଈ ଗୋରୁ ରହିବା ଗୋଟେ ବ୍ୟବସ୍ଥା କରନ୍ତେ। ଆଉ ଘର ଚାଖଣ୍ଡେ ଚାଖଣ୍ଡେ ଘର, ମଣିଷ ସିନା ମୁଣ୍ଡ ଗୁଞ୍ଜି ପାରିବେ। ଗୋରୁ ଗାଈ କୋଉଠି ରହିବେ? 10-12ଟା ଗାଈ, ମଇଁଷି 2ଟା କୋଉଠି ରହିବେ ବାପା? ହଁ ଭାଙ୍ଗିବା ପାଇଁ ନୋଟିସ୍ ଦେଇଥିଲେ। ଡିପୋଜିଟ୍ କରିବା ପାଇଁ କହିଲେ। ଡିପୋଜିଟ୍ କଲୁ, 1.5 ଲକ୍ଷ ଟଙ୍କା ଡିପୋଜିଟ୍ କଲୁ ପରିଚୟ ଦେଇକି। ଏ 4-5 ଦିନ ପଇସା ଧାର ଉଧାର କରି ଲୋନ ଫୋନ ଦିଟା କରିକି ପଇସା ସୁଝିଲୁ, ଆଗରେ ବାନ୍ଧିଲୁ। ତାପରେ ଚାବି ଦେଲେ, ଘର ନମ୍ବର ଦେଲେ, ଘର ଧୁଆ ଧୁଇ କରି ଆଇଛୁ। ଇଆଡେ ଆଲାସ କଲେ ଘର ଭାଙ୍ଗିବା ପାଇଁ। ଆଉ କଣ? ଆଉ ଜିନିଷ ପତ୍ର ସବୁ ମାଟିରେ ମିଶିଲା। ଆଉ କଣ କରିବୁ? ଆଉ ସରକାର କଣ ସାହାଯ୍ୟ କରୁଛି? ସରକାର ଚେର କାଟିକି ଖାଉଛି। ଆଉ କଣ ବାପା କରିବ କହୁନ ବାପା? ଆଉ ସାଲିଆ ସାହି ବେହେରା ସାହି ଆଜି ଉଚ୍ଛେଦ ହେଉଛି, କିନ୍ତୁ ଘର ଆଲାଟମେଣ୍ଟ ହେଇଯାଇଛି। ଗାଈଗୋରୁ ଲେଖା ହେଇଛି, ସେମାନେ କୋଉଠି ତାଙ୍କ ପାଇଁ କିଛି ସରକାର ବ୍ୟବସ୍ଥା ହେଲା ନା ନାହିଁ? ସାର୍ ବ୍ୟବସ୍ଥା କିଛି କରିନାହାନ୍ତି ସେମାନେ, କିନ୍ତୁ ଆମେ ସିନା ଯାଇ ଯୋଉ ଘର ଦେଇଛନ୍ତି ସେଠି ରହିପାରୁ। ଏ ଗାଈ ଗୋରୁଙ୍କ ପାଇଁ ଗୋଟେ ଥଇଥାନ କଲେ ଆମେ ଟିକେ ସେଥିରେ ଖୁସି ହୁଅନ୍ତୁ। ଆଚ୍ଛା, ସରକାର ସବୁବେଳେ ଧର୍ମର କଥା କୁହନ୍ତି, ଗୋମାତାର କଥା କୁହନ୍ତି। ଯୋଉ ସରକାର ବର୍ତ୍ତମାନ ଅଛନ୍ତି, ସେମାନେ ଗୋମାତା ଧର୍ମକୁ ନେଇକି ଆସୁଛନ୍ତି। ସେମାନେ ଗୋମାତା ପାଇଁ ପ୍ରକୃତରେ କଣ କାର୍ଯ୍ୟ କରୁଛନ୍ତି? ଯୋଉଥିପାଇଁ ଆଗେ ଲୋକଙ୍କୁ ଉଚ୍ଛେଦ କରୁଛନ୍ତି, କିନ୍ତୁ ଗାଈ ଗୋରୁ ପାଇଁ ସୁରକ୍ଷା ନାହିଁ। ଗାଈଗୋରୁ ପାଇଁ ସରକାର ସବୁବେଳେ ଚାହୁଁଛନ୍ତି ଖାଲି ସଫା କରିବେ, ସବୁଠି ସଫା କରିବେ, ଆମେ ଭଲ କରୁଛୁ କାମ। କିନ୍ତୁ ସରକାର ଏ ଗାଈଗୋରୁ ପାଇଁ ଚିନ୍ତା କଲେ ଟିକେ ଆମେ ସେଥିରେ ଖୁସି ହୁଅନ୍ତୁ। ଆଉ ମଣିଷ ତ ଯୋଉଠି ମୁଣ୍ଡ ଗୁଞ୍ଜି ରହିପାରିବ, କିନ୍ତୁ ଗାଈ ଗୋରୁ ମାନେ କୋଉଠି ରହିବେ? ସେ କଣ ଚରିଆ ଜାଗା ଅଛି ନା କୋଉଠି କଣ ଅଛି ସୁବିଧା ଅଛି ଯେ ଏବେ ସେମାନେ ରହିବେ? ସେ ଗାଈ ଗୋରୁ ପାଇଁ ଟିକେ ସୁବିଧା କଲେ ସେମାନେ ଆମେ ଟିକେ ଖୁସି ହବୁ। ଏତେ ନିର୍ଦ୍ଧୁମ ଖରା ହେଉଛି, ହିଟ୍‌ଷ୍ଟ୍ରୋକର ମଧ୍ୟ ସମ୍ଭାବନା ରହୁଛି। ତ ସେମାନେ ଆଜି କଣ କେମିତି ଆଜି ଦିନରେ ଯେଉଁ ଲୋକମାନଙ୍କ ଗାଈ ଗୋରୁ ସେମାନେ ରଖିବେ? ଏପର୍ଯ୍ୟନ୍ତ ଏଠି ପାଣି ଫାଣି ଆମର ଏପଟେ କାଟିଦେଲେ, ଗାଈ ଗୋରୁ ଏପର୍ଯ୍ୟନ୍ତ ଖାଇ ପାରୁନାହାନ୍ତି। ସେମାନେ ମାନେ ଛାନିଆ ହିଁ ବୋବାଳି କରୁଛନ୍ତି। ସେଥିପାଇଁ ସରକାରଙ୍କ ପାଖରେ ଆମେ ବିନୀତ ଅନୁରୋଧ କରୁଛୁ, ସେମାନେ ଗାଈ ଗୋରୁ ପାଇଁ ଟିକେ କିଛି ସୁବିଧା କଲେ ଆମେ ସେମାନଙ୍କ ପ୍ରତି ଖୁସି ହୁଅନ୍ତୁ। ଏଇଟା ଆମର ଯେଉଁ ଏଇଟା ହେଉଛି ଜଏଣ୍ଟ ପୋଜିସନ୍ଟା, ଏଠି ଗୋଟେ ରିପେୟାର ହେବ ଏବଂ ତା'ର ସର୍ଭିସ୍ ରୋଡ଼ ତିଆରି ହୁଏ। ତା ପାଇଁ ଆମକୁ ଇଲେକ୍ସନ୍ କରିବାର ଥିଲା।
এই জায়গাটা ଆର୍ଏନ୍ବି ତରଫରୁ ରିକ୍ୱେସନ୍ କରାଯାଇଥିଲା ଯେହେତୁ ଏଠି ଆମର ଗୋଟେ ବସ୍ତି ଆଗରୁ ଥିଲା ସେମାନଙ୍କୁ ଆମେ ରିଲୋକେଟ୍ କରୁଛୁ ସେମାନଙ୍କୁ ଆଫୋର୍ଡେବଲ୍ ହାଉସିଂରେ ବିଧବାରେ ଘର ଦିଆଯାଇ ଏ ଜାଗାକୁ ଆମେ ଖାଲି କରାଯାଉଛି ସମସ୍ତେ ସମସ୍ତେ ଏମାନେ ପାଇସାରିଛନ୍ତି ଘର ନେଇ କେତେ ଘର ଉଚ୍ଛେଦ କରାଯାଇଛି 81 ଘର ଭିତରେ ଥିଲା ଆମର 81 ଘରକୁ ନାହିଁ 65 ଘରକୁ ଆଲଟମେଣ୍ଟ ସରିଛି ଆଉ 15 ଜଣଙ୍କ ଡକୁମେଣ୍ଟେସନ୍ ପ୍ରୋବ୍ଲେମ୍ ଅଛି ସେମାନେ ଡକୁମେଣ୍ଟ ଦେଲା ପରେ ଯଦି ଏଲିଜିବୁଲ୍ ହେବେ ସେମାନଙ୍କୁ ବି ଦିଆଯିବ କେତେ ଜାଗାରେ ସରକାର ଜବରଦଖଲ କରିଥିଲେ ସରକାର ଜବରଦଖଲ ଏଇଟା ତ ଆପ୍ରୋକ୍ସିମେଟଲି 2 ଏକର୍ସ ପାଖାପାଖି ଆସିବ ଆ ଭିତରେ ଯାହା ଥିଲା ଆମ ଟୋଟାଲ୍ ଯେଉଁ ବେହେରା ସେଇ ଆମର ନଗର ବେହେରା ବସ୍ତି ଟୋଟାଲ୍ଟା ଆମେ ଭିଜନ ଆଜି କରୁଛୁ ତା ଭିତରେ ଯେଉଁମାନେ ଥିଲେ ସମସ୍ତେ ରିଲୋକେଟ୍ କରାଯାଉଛି ବସ୍ତି ଉଚ୍ଛେଦ କରିବାର ଉଦ୍ଦେଶ୍ୟ କ'ଣ ଅଛି ରାସ୍ତାରେ ଏକ୍ସପାନ୍ସନ୍ ଆଉ ଗୋଟିଏ କଥା କେତେ ଫୋର୍ସ ମୁତୟନ ଅଛନ୍ତି ଫୋର୍ସ ଆମ ପାଖରେ ତାଙ୍କର 8ରୁ 10 ପ୍ଲାଟୁନ୍ ପାଖାପାଖି ଫୋର୍ସ ଅଛନ୍ତି ଏବଂ ଆମର ଓନ୍ ଏନଫୋର୍ସମେଣ୍ଟ ଟିମ୍ ଅଛନ୍ତି ଆମର ବିଡ଼ିଏର ବିଏମ୍ସିର ସବୁ ଷ୍ଟାଫ୍ ବି ଅଛନ୍ତି ତେଣୁ ସେମାନଙ୍କର କୋଅପରେସନ୍ ଭଲ ଅଛି ସେ ଅନୁସାରେ ମାନେ ଜଲ୍ଦି ରିଲୋକେସନ୍ ହେଇଯାଉଛି ଆଉ ଆମେ 4ଟା ପୂର୍ବରୁ ସମସ୍ତ କାମ ସରିଯିବ ବୋଲି ଆଶା ଅଛି ସେଭଳି କିଛି ପ୍ରତିବାଦ ସାମ୍ନାକୁ ଆସେ ନାଇଁ କୌଣସି